ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ପୌର ପରିଷଦ ବ୍ରାହ୍ମଣ ଶାସନ 2 ନମ୍ବରର ଜ୍ୟୋତ୍ସ୍ନାରାଣୀ ନାହକଙ୍କ ପୁଅ ଜଗେଶ ପ୍ରସାଦ ନାହକ ସେ ଛୋଟବେଳୁ କଥା କହିପାରନ୍ତି ନାହିଁ ଏବଂ କାନକୁ ମଧ୍ୟ ଶୁଣାଯାଏ ନାହିଁ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ 100% ଦିବ୍ୟାଙ୍ଗ ଅଟନ୍ତି। ତେଣୁ ତାଙ୍କ ମା ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ଜଗେଶ ପ୍ରସାଦ ନାହକଙ୍କୁ ଅନ୍ତର୍ଦୟ ଅନ୍ନପୂର୍ଣ୍ଣା ଚାଉଳ ସହ କାନକୁ ମେସିନ୍ ଯୋଗାଇ ଦେବା ପାଇଁ। ବର୍ତ୍ତମାନ ଆମେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ପୌରାଞ୍ଚଳ ବ୍ରାହ୍ମଣ ଶାସନ 2 ନମ୍ବର ୱାର୍ଡ ଜ୍ୟୋତ୍ସ୍ନାରାଣୀ ନାୟକଙ୍କ ଘରେ ଆଜି ଆମେ ପହଞ୍ଚିଛୁ। ତାଙ୍କ ପୁଅ ଜଗେଶ୍ୱର ପ୍ରସାଦ ନାୟକ ଯାହାକି 100% ଦିବ୍ୟାଙ୍ଗ ଅଛନ୍ତି। ତ ସେ ଆମକୁ ଅନୁରୋଧ କରିଲେ ଯେ ତାଙ୍କ ପୁଅକୁ ଯାହା ସରକାରୀ ଯୋଜନା ମିଳିବା କଥା ସେ ଯୋଜନା ଆଜି ପର୍ଯ୍ୟନ୍ତ ମିଳିପାରୁ ନାହିଁ। ଖାଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ମିଳିଛି ଏବଂ ଭତ୍ତା ଏଇ କିଛି ଗୋଟେ ମାସ ତଳେ ଭତ୍ତା 700 ଟଙ୍କା ମିଳିଛି ବୋଲି ସେ ଆମକୁ କହିଥିଲେ। ତ ଆସନ୍ତୁ ଆମେ ସିଧାସଳଖ ତାଙ୍କଠୁ ପ୍ରତିକ୍ରିୟା ରଖିବା କ'ଣ ସୁବିଧା ମିଳୁଛି କ'ଣ ନାହିଁ। ଆଜ୍ଞା ଆପଣଙ୍କ ପରିଚୟ? ନମସ୍କାର, ମୋ ନାଁ ଜ୍ୟୋତ୍ସ୍ନାରାଣୀ ନାହକ, ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ 2 ନମ୍ବର ୱାର୍ଡ ବ୍ରାହ୍ମଣ ଶାସନରୁ ମୁଁ ଏକ ଜଣେ ବାସିନ୍ଦା। ମୋ ପୁଅ ପ୍ରତିଶତ 100ରୁ 100 ହ୍ୟାଣ୍ଡିକ୍ୟାପ୍ ଥିବାରୁ ମୁଁ ସରକାରଙ୍କୁ ଏତିକି ଅନୁରୋଧ କରୁଛି ଆଉ ପ୍ରତି 35 କିଲୋ ଅନ୍ତର୍ଦୟ ଚାଉଳ ଦିଆଯାଉ, ଅନ୍ନପୂର୍ଣ୍ଣା ଚାଉଳ ଦିଆଯାଉ। ହ୍ୟାଣ୍ଡିକ୍ୟାପ୍ ଥିବାରୁ ମୁଁ ଆପଣଙ୍କୁ ଏତିକି ସହଯୋଗ ଜଣାଉଛି। ଆପଣ ମୋତେ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ମିଳିଲେ ମୋ ପୁଅ ଭବିଷ୍ୟତ କିଛି ଉପକୃତ ହେବ। ମୁଁ ଆପଣଙ୍କ ଠାରୁ ଏତିକି ସୁବିଧା ପାଇସାରିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କରିବି। ତ ଆପଣଙ୍କ ପୁଅ ଯୋଉ ଦିବ୍ୟାଙ୍ଗ ଅଛନ୍ତି କ'ଣ ମାନେ କୋଉ ଇଏରେ ଦିବ୍ୟାଙ୍ଗ ଅଛନ୍ତି? କାନକୁ ତାକୁ 1ରେ ଶୁଭୁନି, 2ରେ ସେ କଥା କହୁନି, ସମ୍ପୂର୍ଣ୍ଣ ଶୁଭୁ ନାହିଁ, ସମ୍ପୂର୍ଣ୍ଣ 100ରୁ 100 ସମ୍ପୂର୍ଣ୍ଣ ବି କହି ପିଇ ପାରୁନାହାନ୍ତି ନାହିଁ। ତ ଆପଣଙ୍କ ପୁଅକୁ ଭତ୍ତା ମିଳିଛି ବୋଲି ଆପଣ କହୁଥିଲେ। ଏଇ ମାସେ ହେଲାଣି ତାକୁ ଭତ୍ତା ମିଳିଛି, 700 ଟଙ୍କା ପାଇଛି। ତ ଆଉ ଯୋଉ ସରକାର ଯୋଜନା ଅଛି ଚାଉଳ ଏବଂ କି ଅନ୍ୟ ଯୋଜନା ଏସବୁ ମିଳିପାରେ ନାହିଁ। ତାକୁ କିଛି ଗଭର୍ଣ୍ଣମେଣ୍ଟର ଆଉ ସୁବିଧା ସୁଯୋଗ ମିଳିନାହିଁ। ତାକୁ ଯାরা ସୁବିଧା ସୁଯୋଗ ଦିଆଯାଉଛି ହ୍ୟାଣ୍ଡିକ୍ୟାପ୍ ମାନଙ୍କୁ ତାକୁ ସବୁ ସୁବିଧା ମିଳିଯାଉ ବୋଲି ମୋର ଅନୁରୋଧ କରୁଛି। ତ ସରକାରଙ୍କୁ ସେ ଦେଖୁଥିଲେ, ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି ଯେ ତାଙ୍କ ପୁଅ 100% ଦିବ୍ୟାଙ୍ଗ ଅଛି ଥାଇ ମଧ୍ୟ ସରକାର ଯୋଜନାରୁ ସେ ବଞ୍ଚିତ। ତ ସରକାରଙ୍କୁ ସେ ନିବେଦନ କରିଛନ୍ତି ଯେ ସରକାର ଯୋଜନାରୁ ତାଙ୍କ ପୁଅକୁ ସବୁ ସହାୟତା ମିଳୁ ବୋଲି ସେ ଅନୁରୋଧ କରିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରରୁ ମନୋଜ ରାଉତଙ୍କ ରିପୋର୍ଟ, ପବିତ୍ର ଓଡ଼ିଶା।